କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାନସଭା ଆସନର ସରଗରମ ହେଉଛି ରାଜନୈତିକ ପାଣିପାଗ। ଏଠାରେ ବିଜେଡି ଓ ବିଜେପି ମଧ୍ୟରେ ଦ୍ୱିମୁଖୀ ଲଢ଼େଇ ନେଇ ଚର୍ଚ୍ଚା ହେଉଛି। ଏହା ଭିତରେ କଂଗ୍ରେସ ଭୋଟର ମିଶାଣ ଫେଡ଼ାଣ ନିର୍ବାଚନୀ ସମୀକରଣ ବିଗାଡ଼ି ଦେବାର ସମ୍ଭାବନା ବି ରହିଛି। ପାଟକୁରା ଲଢ଼େଇ ସମ୍ମାନ ଲଢ଼େଇ ଆଉ ଅପମାନ ଲଢ଼େଇ ମଧ୍ୟ। ବିଜୟଙ୍କ ବିନା କାହାଣୀ ଅଧା। ଓଡ଼ିଶା ଚର୍ଚ୍ଚାରେ ଶୀର୍ଷରେ ଥିବା ହାତଗଣତି ଶାସନ ମଧ୍ୟରୁ ଗୋଟିଏ ହେଉଛି ପାଟକୁରା ନିର୍ବାଚନ ମଣ୍ଡଳୀ। ଏଠାରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ନିର୍ବାଚନ ଲଢ଼ୁନାହାନ୍ତି, କିନ୍ତୁ ତାଙ୍କ ବିନା ଏଠାକାର ନିର୍ବାଚନ ଖବର ଅସମ୍ପୂର୍ଣ୍ଣ। ଏଠାରେ ଆରମ୍ଭରୁ ଏବଂ ଶେଷରେ ବି ତାଙ୍କ ନାମରେ ପ୍ରାସଙ୍ଗିକତା ରହି ଚାଲିଛି। ବାପାଙ୍କ ବଦଳରେ ପୁଅ, କିନ୍ତୁ ଦଳ ଅଲଗା। ଏଥର ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ନିର୍ବାଚନ ଅଭିଜ୍ଞତା ବେଶୀ ନୁହେଁ, କିନ୍ତୁ ତାଙ୍କ ସହିତ ରହିଛି ବିଜୟଙ୍କ ଲମ୍ବା ରାଜନୈତିକ ଦକ୍ଷତା, ଗଣିତକୁ ଏପଟ ସେପଟ କରିବାରେ କ୍ଷମତା ରଖୁଥିବା ବାପାଙ୍କ ଲିଗାସି। ଅଳ୍ପ କିଛି ଦିନ ପୂର୍ବରୁ ତାଙ୍କର ଗୋଟିଏ ପରିଚୟ ଥିଲା, ସେ ହେଉଛନ୍ତି ବିଜୟଙ୍କ ପୁଅ। ଏବେ ସେ ତାଙ୍କ ସହିତ ରହିଛି ବିଜେଡି ସଂଗଠନ। ଏସବୁକୁ ପୁଞ୍ଜି କରି ସେ ନିର୍ବାଚନ ଜିତିବା ଆଶାରେ ଅଛନ୍ତି। ବିଜେଡିକୁ ଅଡ଼ୁଆରେ ପକାଇବେ ସାବିତ୍ରୀ। ପାଟକୁରାରୁ ସାବିତ୍ରୀ ଅଗ୍ରୱାଲ 2019ରେ ବିଜେଡିରୁ ବିଧାୟକ ହୋଇଥିଲେ, କିନ୍ତୁ ଏଥର ତାଙ୍କୁ ଦଳର ଟିକେଟ୍ ମିଳିନାହିଁ। ତାଙ୍କ ପୁଅ ସଞ୍ଜୟ ମଧ୍ୟ ବିଜେଡିରୁ ଟିକେଟ୍ ଆଶାୟୀ ଥିଲେ। ତାଙ୍କ ପରିବାର ମଧ୍ୟ ଅନେକ ସମର୍ଥକ ରହିଛି। ଯଦି ତାଙ୍କୁ ଅସନ୍ତୋଷ ବିଜେଡି ଦୂର କରିବାରେ ସମର୍ଥ ନ ହୁଏ, ତେବେ ଦଳ ପାଇଁ ଅଡ଼ୁଆ ହୋଇପାରେ। ତେଜ ଦେଖାଇଛନ୍ତି ତେଜସ୍ୱରୀ। ବିଜେଡିର ଥିଲେ ତେଜସ୍ୱରୀ ପରିଡ଼ା। 2019ରେ ନିର୍ବାଚନରୁ ସେ ପାଟକୁରାର ଟିକେଟ୍ ଆଶାୟୀ ଥିଲେ, କିନ୍ତୁ ବିଜେଡିର ସମୀକରଣ ସେ ଫିଟ୍ ହେଲେ ନାହିଁ। 2024ରେ ଟିକେଟ୍ ମିଳିବ କି ନାହିଁ ମଧ୍ୟ ସନ୍ଦେହରେ ଥିଲେ। 2022ରେ ସେପ୍ଟେମ୍ବର ମାସରେ ସେ ବିଜେପିରେ ସାମିଲ ହୋଇଥିଲେ। ଏଥର ତାଙ୍କୁ ବିଜେପି ପ୍ରାର୍ଥୀ କରିଛି, ତେଣୁ ସେ ପୂରା ଜୋର ଲଗାଇ ଦେଇଛନ୍ତି। ଗଣିତ ବିଗାଡ଼ି ପାରେ କଂଗ୍ରେସ। ପାଟକୁରାରେ କଂଗ୍ରେସ ପ୍ରାର୍ଥୀ ସିଧାସଳଖ ଲଢ଼େଇରେ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି, କିନ୍ତୁ ତାଙ୍କ ଭୋଟର ମିଶାଣ ଫେଡ଼ାଣ ଅନେକ ଦୁଇ ପ୍ରାର୍ଥୀଙ୍କୁ ହିସାବରେ ଗଡ଼ବଡ଼ କରିପାରେ ବୋଲି ଯଥେଷ୍ଟ ସମ୍ଭାବନା ରହିଛି। କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ରତିକାନ୍ତ କାନୁନଗୋ। 5 ବର୍ଷ ହେଲା ସେ ସଂଗଠନ ସଜାଡ଼ିବାରେ ଚେଷ୍ଟାରେ ଅଛନ୍ତି। ସେ ଅଧିକ ଭୋଟ ପାଇଲେ ବିଜେପି କିମ୍ବା ବିଜେଡିକୁ ପ୍ରାର୍ଥୀକୁ ଭୋଟ କଟିଯିବାର ସମ୍ଭାବନା ରହିଛି। ପାଟକୁରାର ପରିସଂଖ୍ୟାନ କ'ଣ ରହିଛି ଆସନ୍ତୁ ଜାଣିବା। 80 ଦଶକରୁ ପାଟକୁରାରୁ ଜନତା ଦଳର ଦବଦବା ରହି ଆସିଛି। ଏଠାରେ 1980ରୁ 2000 ମସିହା ଯାଏ ବିଜୟ ମହାପାତ୍ର ବିଧାୟକ ରହିଥିଲେ। ବିଜେଡି ଗଠନ ହେବା ପରଠାରୁ ଏଠାରେ କେବଳ ଥରୁଟିଏ ହାରିଛି, ତା ପୁଣି 2000 ମସିହା ନିର୍ବାଚନରେ। ଏଥିରେ ବିଜେଡିରୁ ବହିଷ୍କୃତ ନେତା ବିଜୟ ମହାପାତ୍ର ନିର୍ବାଚନ ଲଢ଼ିପାରି ନଥିଲେ, ହେଲେ ତାଙ୍କ ସମର୍ଥିତ ତଥା ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତ୍ରିଲୋଚନ ବେହେରାକୁ ଜିତାଇବାରେ ସଫଳ ହୋଇଥିଲେ। 2004 ପରଠାରୁ ଏଠାରେ ବିଜେଡି ଜିତି ଆସୁଛି। 2004ରେ ଏଠାରେ ଅତନୁ ସର୍ବଶଚୀ ନାୟକ ବିଜେଡି ଟିକେଟରୁ ଜିତିଥିଲେ। 2009ରୁ ସେ ମହାକାଳପଡ଼ାରୁ ବିଜୟୀ ହୋଇ ଆସୁଛନ୍ତି। 2009ରେ ବିଜେପି ବିଜେଡିରେ ମେଣ୍ଟ ଭାଙ୍ଗିବା ପରେ ବିଜେପି ନେତା ବେଦପ୍ରକାଶ ଅଗ୍ରୱାଲ ବିଜେଡିରେ ଯୋଗ ଦେଇ ପାଟକୁରାରୁ ପ୍ରାର୍ଥୀ ହୋଇଥିଲେ। 2009ରେ ବେଦପ୍ରକାଶ ଅଗ୍ରୱାଲ 71,725 ଖଣ୍ଡ ଭୋଟ ପାଇଥିଲେ। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର 44,990 ଖଣ୍ଡ ଭୋଟ ପାଇଥିଲେ। କଂଗ୍ରେସ ପ୍ରାର୍ଥୀ ନାରାୟଣ ପ୍ରସାଦ ସ୍ୱାଇଁଙ୍କୁ 26,131 ଖଣ୍ଡ ଭୋଟ ମିଳିଥିଲା। ଏପରି 2019ରେ ବେଦପ୍ରକାଶ ଅଗ୍ରୱାଲଙ୍କ ଆକସ୍ମିକ ବିୟୋଗ ଯୋଗୁଁ ନିର୍ବାଚନ ହୋଇପାରି ନଥିଲା। ପରେ ଏଠାରେ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ହୋଇଥିଲେ ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ। ବିଜେଡି ସଂଗଠନ ଓ ଅନୁକମ୍ପା ପାଇଁ ସେ 96,030 ଖଣ୍ଡ ଭୋଟ ପାଇଥିଲେ। ବିଜୟ ମହାପାତ୍ର ବିଜେପିରୁ ପ୍ରାର୍ଥୀ ହୋଇ 78,132 ଖଣ୍ଡ ଭୋଟ ପାଇଥିଲେ। କଂଗ୍ରେସ ପ୍ରାର୍ଥୀ ଏଠାରୁ ଅମାନତ ହରାଇଥିଲେ। ଅପମାନ ଓ ସମ୍ମାନ ଲଢ଼େଇ ପାଟକୁରା ନିର୍ବାଚନ ମଣ୍ଡଳୀ। ବିଜୁ ପଟ୍ଟନାୟକଙ୍କ ଅନୁଗାମୀ ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର 2000 ମସିହା ପରେ ଶତ ଚେଷ୍ଟା କରି ମଧ୍ୟ ବିଧାନସଭାକୁ ଆସିପାରି ନଥିଲେ। ବିଜେଡିକୁ ଛାଡ଼ି ଦେଇଥିବେ ସେ ନେତାକୁ ପୁଅ ଏବେ ବିଜେଡିରୁ ପ୍ରାର୍ଥୀ ହୋଇ ପୁଅର ରାଜନୈତିକ ଭବିଷ୍ୟତ ପାଇଁ ବିଜୟ ପୁଅଙ୍କ ନିଷ୍ପତ୍ତିକୁ ବିରୋଧ କରିନାହାନ୍ତି। ବାପାଙ୍କୁ ଅପମାନ ହୋଇଥିଲେ, କିନ୍ତୁ ବିଜେଡି ଟିକେଟରୁ ହେଉ ପଛେ ଅରବିନ୍ଦଙ୍କ ପାଇଁ ଏହି ଲଢ଼େଇ ବଡ଼ ସମ୍ମାନର ପ୍ରଶ୍ନ। ଅନ୍ୟପଟେ ବିଜେଡି ଛାଡ଼ି ବିଜେପି ଟିକେଟରେ ଲଢ଼ୁଛନ୍ତି ତେଜସ୍ୱରୀ। ବିଜେଡିରୁ ଅପମାନିତ ହୋଇ ସେ ବିଜେପିର ଯୋଗ ଦେଇଥିଲେ, ତେଣୁ ଏହା ତାଙ୍କ ପାଇଁ ସମ୍ମାନର ଲଢ଼େଇ।